ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହଟିଏ ରହୁଥିଲା। ସେ ବହୁତ ଚତୁର ଥିଲା। ଦିନେ ସେହି ଜଙ୍ଗଲକୁ କିଛି ମେଣ୍ଢାମାନେ ଚରିବା ପାଇଁ ଆସିଥିଲେ। ସେମାନଙ୍କୁ ଶୋଷ ଲାଗିବାରୁ ସେମାନେ ଗୋଟିଏ ନଦୀ ପାଖକୁ ଗଲେ। ସିଂହଟି ସେହି ନଦୀ ପାଖରେ ଥିଲା। ମେଣ୍ଢାମାନେ ସିଂହକୁ ଦେଖି ଭୟ କଲେ। କିନ୍ତୁ ସିଂହ ମଧୁର କଣ୍ଠରେ କହିଲା, ଆରେ ମୋତେ ଭୟ କର ନାହିଁ। ମୁଁ ତୁମର କିଛି କ୍ଷତି କରିବି ନାହିଁ। ମୋର ତୁମେମାନେ ବନ୍ଧୁ ଭଳି। ଏଇ ନଦୀ ପାଣି ଜମା ଭଲ ନୁହେଁ। ତମେ ମୋ ସହିତ ଆସ। ମୁଁ ତୁମକୁ ଗୋଟିଏ ଭଲ ଝରଣା ପାଖକୁ ନେଇଯିବି। ସେହି ଝରଣାର ପାଣି ବହୁତ ମିଠା। ସେହି ଝରଣା ପାଖରେ ଗୋଟିଏ ଭଲ ଘାସ ପଡ଼ିଆ ବି ଅଛି। ସେଠାରେ ତୁମେମାନେ ଘାସ ଖାଇବ ଆଉ ମିଠା ପାଣି ପିଇବ। ସିଂହଠାରୁ ଏପରି କଥା ଶୁଣି ମେଣ୍ଢାମାନେ ବହୁତ ଖୁସି ହେଲେ। କିନ୍ତୁ ମେଣ୍ଢାମାନଙ୍କ ମଧ୍ୟରେ ଗୋଟିଏ ଚତୁର ମେଣ୍ଢା ଥିଲା। ସେ ସିଂହର ଚାଲାକି ବୁଝିପାରିଲା। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସେ ତାର ମେଣ୍ଢା ବନ୍ଧୁମାନଙ୍କୁ ସତର୍କ କଲା, ଏ ସିଂହ ମିଛ କଥା କହି ତୁମମାନଙ୍କୁ ମାରିଦେବ। ତୁମେମାନେ ତା କଥାକୁ ବିଶ୍ୱାସ କର ନାହିଁ। କିନ୍ତୁ ଅନ୍ୟ ମେଣ୍ଢାମାନେ ତା କଥାକୁ ଜମା ଶୁଣିଲେ ନାହିଁ। ସେମାନେ ସିଂହ କଥାରେ ରାଜି ହୋଇ ଝରଣା ପାଖକୁ ଗଲେ। ଚତୁର ମେଣ୍ଢାଟି କିନ୍ତୁ ସେମାନଙ୍କ ସହିତ ଗଲା ନାହିଁ। ବହୁତ ସମୟ ହୋଇଗଲା, ହେଲେ କୌଣସି ମେଣ୍ଢା ଆଉ ସେ ଝରଣା ପାଖରୁ ଫେରିଲେ ନାହିଁ। ଚତୁର ମେଣ୍ଢା ଏକା ତା ଘରକୁ ଫେରିଗଲା। ସବୁ ମେଣ୍ଢାମାନଙ୍କୁ ସତର୍କ କରାଇଦେଲା। ସବୁ ମେଣ୍ଢାମାନେ ମିଶି କହିଲେ, ହେଲେ ସେ ଜଙ୍ଗଲକୁ ନ ଗଲେ ଆମେ ଖାଇବା କ'ଣ, ବଞ୍ଚିବା କେମିତି? ଚତୁର ମେଣ୍ଢାଟି ଗୋଟିଏ ଉପାୟ ଚିନ୍ତା କଲା। ସେ ତାର ବନ୍ଧୁମାନଙ୍କୁ କହିଲା, ଆମେ ରାତିରେ ସେହି ଜଙ୍ଗଲକୁ ଯାଇ ଗୋଟିଏ ବଡ଼ ଗାତଟିଏ କରିଆସିବା। ସେଥିରେ ପତ୍ର ସବୁ ଘୋଡ଼ାଇ ଦେବା। ତାପରେ ମୁଁ ସିଂହ ପାଖକୁ ଯିବି। ତା ପରଦିନ ସକାଳେ ମେଣ୍ଢାଟି ଏକୁଟିଆ ଜଙ୍ଗଲକୁ ଗଲା। ସିଂହ ମେଣ୍ଢାକୁ ଦେଖି ତାର ଭାରି ଲୋଭ ହେଲା। ସେ ମେଣ୍ଢା ପାଖକୁ ଯାଇ କହିଲା, ତୁମକୁ ମୁଁ ଗୋଟିଏ ଭଲ ଘାସ ପଡ଼ିଆ ପାଖକୁ ନେଇଯିବି। ତମେ ମୋ ସହିତ ଆସ। ମେଣ୍ଢା କହିଲା, ହଁ ଯେ, ମୁଁ ଯଦି ଏକାକୀ ତମ ସହିତ ଯିବି, ମୋର ବନ୍ଧୁମାନେ ମୋ ଉପରେ ରାଗିବେ। ତମେ ମୋ ସହିତ ଆସ। ସେପଟ ଜଙ୍ଗଲରେ ମୋର ଅନେକ ମେଣ୍ଢା ବନ୍ଧୁମାନେ ଚରୁଛନ୍ତି। ସେମାନଙ୍କୁ ସାଙ୍ଗରେ ନେଇ ଆମେ ସେ ଘାସ ପଡ଼ିଆକୁ ଯିବା। ସିଂହ ଅନେକ ଗୁଡ଼ିଏ ମେଣ୍ଢା କଥା ଭାବି ତା ମନରେ ଲୋଭ ହେଲା। ସେ ମେଣ୍ଢାର କଥାରେ ରାଜି ହୋଇଗଲା। ତାପରେ ଦୁଇଜଣ ସାଙ୍ଗ ହୋଇ ଆରପଟ ଜଙ୍ଗଲକୁ ଯିବାକୁ ବାହାରିଲେ। ଗାତଟି ଯେତେବେଳେ ପାଖେଇ ଆସିଲା, ମେଣ୍ଢାଟି କହିଲା, ସିଂହ ଭାଇ, ତମେ ହେଉଛ ଜଙ୍ଗଲର ରାଜା। ତମେ ଆଗେ ଆଗେ ଚାଲ, ମୁଁ ତୁମ ପଛେ ପଛେ ଯିବି। ସିଂହ ଆଗେ ଆଗେ ଯାଉଥାଏ ଆଉ ପଛରେ ମେଣ୍ଢାଟି। କିଛି ବାଟ ଗଲା ପରେ ସେହି ଗାତରେ ସିଂହଟି ପଡ଼ିଗଲା। ଏହା ଦେଖି ମେଣ୍ଢାଟି କହିଲା, ଏଥର ତମେ ସେ ଗାତରେ ପଡ଼ିଥାଅ, ମୁଁ ଯାଉଛି। ସେହିଟି ସିଂହଟି ବହୁତ ଚିତ୍କାର କଲା, କିନ୍ତୁ କେହି ତାକୁ ବଞ୍ଚାଇବା ପାଇଁ ଆସିଲେ ନାହିଁ। ଚତୁର ମେଣ୍ଢାଟି ନିଜର ବୁଦ୍ଧି ବଳରେ ଅନ୍ୟ ମେଣ୍ଢାମାନଙ୍କର ଜୀବନ ରକ୍ଷା କରିପାରିଲା।